କହିଲା ଜାତିର କାନେ କାନେ, ଉଠିବୁ ଆଉ ତୁ କେତେ ଦିନେ, ପୂର୍ବ ଗୌରବ ପୂର୍ବ ବଡ଼ିମା ପଡ଼ୁନାହିଁ କିରେ ତୋର ମନେ। ୱେଲକମ୍ ଟୁ ସାହିତ୍ୟ ଶିକ୍ଷା। ତେବେ ପିଲାମାନେ, ପୂର୍ବରୁ ଆମେ ଆଲୋଚନା କରିଥିଲେ ଓଡ଼ିଶାର ସାରସ୍ୱତ ସାଧକ ଚିନ୍ତାମଣି ଆଚାର୍ଯ୍ୟଙ୍କର ରଚିତ ମଧୁବାବୁ ଜୀବନୀ ପ୍ରବନ୍ଧ। ଆମେ ଆଲୋଚନା କରିଥିଲେ ଯେ ଗୋବିନ୍ଦ ବଲ୍ଲଭ ଦାସ ବା ମଧୁସୂଦନ ଦାସ ବା ମଧୁବାବୁ କିପରି ଗାଁରୁ ଚାଟଶାଳୀ ପାଠ ଶେଷ କରିକିରି କଟକ ଗଲେ, କଟକରେ ଇଂରାଜୀ ସ୍କୁଲରେ ପାଠ ପଢ଼ିଲେ, ତାପରେ ସେ କଲିକତା ଗଲେ, କଲିକତାରେ କଲିକତା ବିଶ୍ୱବିଦ୍ୟାଳୟରେ ଇଂରାଜୀରେ MA କଲେ, ତାପରେ କଲିକତା ହାଇକୋର୍ଟରେ ଓକିଲାତି କଲେ ଏବଂ ଓକିଲାତି କରିସାରି ସେ ଓଡ଼ିଶାକୁ ଫେରି ଆସିଲେ ଏବଂ ଓଡ଼ିଶାରେ ଓକିଲାତି କଲେ। କିନ୍ତୁ ସେତେବେଳେ ଓଡ଼ିଶାରେ ମଧୁବାବୁ ମାତ୍ର ଏକମାତ୍ର ଓଡ଼ିଆ ଓକିଲ ଥିଲେ, ବାକି ସମସ୍ତେ ବଙ୍ଗାଳୀମାନେ ଥିଲେ। ଏ ଯେଉଁ ବଙ୍ଗାଳୀ ଓକିଲମାନେ ଥିଲେ ସେମାନେ ମଧୁବାବୁଙ୍କୁ ସହ୍ୟ କରିପାରିନଥିଲେ। ଯେହେତୁ ସେମାନେ ବଙ୍ଗାଳୀମାନେ ବଙ୍ଗଳାରୁ ଆସିକରି ଓଡ଼ିଶାରେ ଓକିଲାତି କରୁଥିଲେ, ତେଣୁ ତାଙ୍କର ନିଜସ୍ୱ ସ୍ୱାର୍ଥ ଥିଲା ଯେ ସେ ଓଡ଼ିଶାରୁ ଓଡ଼ିଆ ଭାଷାକୁ ଉଠେଇକି ବଙ୍ଗଳା ଭାଷା ହେଇଯାଉ, ଓଡ଼ିଶାର ଲୋକମାନେ ବଙ୍ଗଳା କୁହନ୍ତୁ, ଓଡ଼ିଶା ବଙ୍ଗଳାରେ ମିଶିଯାଉ। ତେଣୁ ସେମାନେ ଏଇଆ ଚାହୁଁଥିଲେ, କୁଚକ୍ରାନ୍ତି ଥିଲେ। ତେଣୁ ମଧୁବାବୁ ଜଣେ ଓଡ଼ିଆ ହେଇକରି ଓକିଲାତି ପାଠଶାଠ ପଢ଼ିକି ଯେତେବେଳେ ଓକିଲାତି କଲେ, ତାକୁ ସେମାନେ ବଙ୍ଗାଳୀ ଓକିଲମାନେ ସହ୍ୟ କରିପାରୁନଥିଲେ। ତେଣୁ ସେମାନେ ମଧୁବାବୁଙ୍କୁ ବାରମ୍ବାର ବ୍ୟଙ୍ଗ କରୁଥିଲେ, ସମାଲୋଚନା କରୁଥିଲେ, ବିଦ୍ରୂପ କରୁଥିଲେ ଏବଂ ତାଙ୍କୁ ଅନେକ ଅତ୍ୟାଚାର ମଧ୍ୟ ତାଙ୍କ ଉପରେ କରୁଥିଲେ, ନିର୍ଯାତନା, ମାନସିକ ନିର୍ଯାତନା ତାଙ୍କୁ ଦେଉଥିଲେ। କିନ୍ତୁ ମଧୁବାବୁ ସେଥିପ୍ରତି ଭ୍ରୂକ୍ଷେପ କରୁନଥିଲେ। କେବେ ସେଗୁଡ଼ିକ ନିଜ ମୁଣ୍ଡ ଭିତରେ ମସ୍ତିଷ୍କ ଧରିକି ରଖୁନଥିଲେ କିମ୍ବା କେବେ ସେଗୁଡ଼ିକ ସେ ଭ୍ରୂକ୍ଷେପ କରୁନଥିଲେ ଏବଂ ନିଜ କର୍ତ୍ତବ୍ୟ ସମ୍ପାଦନରେ ସତତ ବ୍ରତୀ ଥିଲେ। ସବୁବେଳେ ନିଜ କର୍ତ୍ତବ୍ୟ ସେ କରିଚାଲିଥିଲେ, କୌଣସି କଥା କାହା କଥା ସେ ଶୁଣୁନଥିଲେ। ତେଣୁ ପ୍ରତିଭାଶାଳୀ ବ୍ୟକ୍ତି ଯେତେବେଳେ କ'ଣ ନା ନିଜର ଶକ୍ତିରେ ପ୍ରତିଷ୍ଠା ଲାଭ କରିବାକୁ ବସେ, ତାର ବହୁ ଶତ୍ରୁ ବାହାରି ପାରନ୍ତି ବୋଲି ଆମେ ସମସ୍ତେ ଜାଣିଛେ। ଗୋଟେ ପ୍ରତିଭାଶାଳୀ ଲୋକ, ପ୍ରତିଭାବାନ ଲୋକ, ଯାହାର ପ୍ରତିଭା ଅଛି, ଟ୍ୟାଲେଣ୍ଟ ଅଛି, ଯେତେବେଳେ ସେ କୌଣସି କାମ କରିବାକୁ ବାହାରିବ, ତାର ଅନେକ ଗୁଡ଼ିଏ ଶତ୍ରୁ ବାହାରି ପାରିବେ। ସବୁ ତା ପଛରେ ସବୁ ଶତ୍ରୁମାନେ ଲାଗିଯିବେ, ତା ଗୋଡ଼ ଭିଡ଼ି ଦେବେ ଯେ ସେ ଉପରକୁ ନ ଯାଉ, ଭଲ ପାଠ ନ ପଢ଼ୁ, ଭଲ ମାର୍କ ନ ରଖୁ, ଚାକିରି ଭଲ ନ କରୁ। ତେଣୁ କୌଣସି କ୍ଷେତ୍ରରେ ହେଉ, ଗୋଟେ ପ୍ରତିଭାବାନ ଲୋକ ଯେତେବେଳେ ବି ଯାହା କରିବାକୁ ବାହାରିଛି, ସମସ୍ତେ ତାର ଶତ୍ରୁ ହେଇଛନ୍ତି, ତା ଶତ୍ରୁ ବାହାରିଛନ୍ତି, ତାକୁ ସମାଲୋଚନା କରିଛନ୍ତି। ତେଣୁ କିନ୍ତୁ ଦିନେ ସେମାନଙ୍କୁ ତାର ପ୍ରତିଭା ନିକଟରେ ନତମସ୍ତ ହେବାକୁ ପଡ଼େ। ଯେତେବେଳେ ପ୍ରତିଭାବାନ ଲୋକକୁ ତାର ଶତ୍ରୁମାନେ ସୃଷ୍ଟି ହୁଅନ୍ତି, ତାକୁ ପଛକୁ ଭିଡ଼ିବାକୁ ଚେଷ୍ଟା କରନ୍ତି, କିନ୍ତୁ ସେଇ ଲୋକ ଯେତେବେଳେ ସଫଳତାକୁ ପ୍ରାପ୍ତ କରେ, ତାକୁ ବିରୋଧ କରୁଥିବା ଲୋକମାନେ, ତା ଶତ୍ରୁମାନେ, ସେଇ ପ୍ରତିଭାବାନ ଲୋକର ପାଦ ତଳକୁ ପୁଣି ଯାଆନ୍ତି। ଗୋଟେ ପିଲା ଯଦି ପାଠ ପଢ଼ୁଥିବ ରହିକି ସରକାରୀ ଚାକିରି ପାଇଁ, ତାକୁ ତା ଗାଁ ଲୋକମାନେ କହୁଥିବେ ତୁ କି ଚାକିରି କରିବୁ, କ'ଣ ପାଠ ପଢ଼ୁଛୁ, କିଛି କରିପାରିବୁନୁ। କିନ୍ତୁ ଯେତେବେଳେ ସେ ଚାକିରିଟିଏ ପାଏ, ସେତେବେଳେ ଗାଁ ଲୋକମାନେ କହନ୍ତି ଆମେ ପରା କେତେ ଠାକୁରଙ୍କୁ ଡାକୁଥିଲୁ ତୁ ଚାକିରି ପାଇବୁ ବୋଲି। ହେଲା। ତେବେ ମଧୁବାବୁ ନିଜର ବିଦ୍ୟା, ବୁଦ୍ଧି, ଶକ୍ତି, ସାମର୍ଥ୍ୟ ଓ ଅଧ୍ୟବସାୟ ବଳରେ ଦିନେ କଟକରେ ଓକିଲ ସମାଜରେ ଶୀର୍ଷସ୍ଥାନ ଅଧିକାର କଲେ। ମଧୁବାବୁ ଏକମାତ୍ର ଓଡ଼ିଆ ଓକିଲ ଥିଲେ ଓଡ଼ିଶାରେ, ବାକି ସମସ୍ତେ ବଙ୍ଗଳା ଥିଲେ। ତାଙ୍କୁ ସେ ବଙ୍ଗାଳୀମାନେ ମଧୁବାବୁଙ୍କୁ ଅନେକ ପ୍ରକାର ସମାଲୋଚନା କଲେ, ତାଙ୍କୁ ବ୍ୟଙ୍ଗ କଲେ, କ'ଣ ବିଦ୍ରୂପ କଲେ, ନିର୍ଯାତନା ଦେଲେ। କିନ୍ତୁ ମଧୁବାବୁ ସେଗୁଡ଼ିକ ନ ଧରିକିରି, ତାକୁ ଭ୍ରୂକ୍ଷେପ ନ କରିକି ନିଜର କର୍ତ୍ତବ୍ୟ କରିଚାଲିଲେ ଏବଂ ଏଭଳି ଭାବରେ ସେ କର୍ତ୍ତବ୍ୟ ନିଜର କଲେ ଯେ ସେ କ'ଣ କଲେ ନା କଟକରେ ଓକିଲ ସମାଜରେ ଯେତେ ଓକିଲମାନେ ଥିଲେ, ସେ ଓକିଲ ସମାଜରେ ଶୀର୍ଷ ସ୍ଥାନ ସେ ଅଧିକାର କଲେ, ସବୁଠାରୁ ବଡ଼ ଓକିଲ ହୋଇକି ସେ ଦେଖେଇଲେ। ବୁଝିଲା। ବହୁତ ଜଟିଳ ମକଦ୍ଦମାରେ ସେ ନିଜର ଆଇନ ଜ୍ଞାନ ଓ ଅସାଧାରଣ ଶକ୍ତିର ପରିଚୟ ଦେଇଥିଲେ। ଅନେକ ଅନେକ ଜଟିଳ ମକଦ୍ଦମା, ଜଟିଳ କେସ୍, କ୍ରିଟିକାଲ କେସ୍ ଗୁଡ଼ିକ, କ୍ରିଟିକାଲ କେସ୍ ଗୁଡ଼ିକ ସେ ଲଢ଼ିଲେ। ତାକୁ ସରଳ ଭାବରେ ତାକୁ ସେ କେସ୍ ଗୁଡ଼ିକୁ ସେ ସମାଧାନ କରିଦେଉଥିଲେ, କୋର୍ଟରେ ଲଢ଼ିକି ଜିତି ଯାଉଥିଲେ। ବୁଝିଲା। ତେଣୁ ପୁରୀ ଗୋଟେ ଘଟଣା ଘଟିଲା। କ'ଣ ହେଲା ନା ପୁରୀ ଜଗନ୍ନାଥ ମନ୍ଦିର ଆମର, ତାର ମୁଖ୍ୟ ସେବକ ହେଉଛନ୍ତି କିଏ? ସେ ନା ଓଡ଼ିଶାର ଗଜପତି ରାଜା। ପୁରୀର ଯେ ଗଜପତି ରାଜା ଅଛନ୍ତି, ସେ ହେଉଛନ୍ତି ଜଗନ୍ନାଥଙ୍କର ମୁଖ୍ୟ ସେବକ। ତେଣୁ ସବୁ ଓଡ଼ିଆ ମାନେ ଜଗନ୍ନାଥଙ୍କୁ ଯେତିକି ଭଲ ପାଆନ୍ତି, ଓଡ଼ିଶାର ଗଜପତି ରାଜାଙ୍କୁ ମଧ୍ୟ ସେତିକି ଭଲ ପାଆନ୍ତି। ତାଙ୍କୁ ଠାକୁର ରାଜା ବୋଲି କୁହନ୍ତି, ତାଙ୍କୁ ସମ୍ମାନ ଦିଅନ୍ତି। କାହିଁକି ନା ଗଜପତି ରାଜା ହେଉଛନ୍ତି ଜଗନ୍ନାଥଙ୍କର ପ୍ରଥମ ସେବକ ଏବଂ ଜଗନ୍ନାଥ ମନ୍ଦିର ସମସ୍ତ ଶାସନ ଭାର ରାଜାଙ୍କ ହାତରେ। ଏବେ ସିନା ସରକାର ବୁଝାବୁଝି କରୁଛନ୍ତି, ସରକାର ନେଇଛନ୍ତି, କିନ୍ତୁ ରାଜା ଯେତେବେଳେ ଥିଲେ, ରାଜାଙ୍କ ଶାସନ ସମୟରେ ରାଜାଙ୍କ ପାଖରେ ସମସ୍ତ କ୍ଷମତା ରହୁଥିଲା।
ତେଣୁ ସେ ସମୟରେ ପିଲେ ରାଜା ଶାସନ ଥିଲା, ଇଂରେଜମାନେ ଯେତେବେଳେ ଓଡ଼ିଶାରେ ଥିଲେ ସେମାନେ ଦେଖିଲେ ଯେ ଜଗନ୍ନାଥ ମନ୍ଦିର ସବୁଠୁ ଧନୀ ମନ୍ଦିର, ଅନେକ ଧନ ସମ୍ପତ୍ତି ସୁନା ଟଙ୍କା ଅଳଙ୍କାର ସବୁ ତା ଦେହରେ ଅଛି। ତେଣୁ ସେ କ'ଣ କଲେ ନା ରାଜାଙ୍କ ଠାରୁ ଜଗନ୍ନାଥ ମନ୍ଦିରର ସମସ୍ତ କ୍ଷମତା ନେଇ ଛଡ଼େଇ ନେଇକିରି ନିଜ ପାଖରେ ରଖିବା ପାଇଁ ଚେଷ୍ଟା କଲେ ଇଂରେଜମାନେ, ଯାହାଦ୍ୱାରା ଜଗନ୍ନାଥ ମନ୍ଦିରର ସମସ୍ତ ସମ୍ପତ୍ତି ସେ ଲୁଟିକି ନେବେ। ଏବଂ ଜଗନ୍ନାଥ ମନ୍ଦିରକୁ ଭକ୍ତମାନେ ଯେତେ ପ୍ରକାର ଦାନ ଦକ୍ଷିଣା ଦେଉଛନ୍ତି ତାକୁ ଯେମିତି ଇଂରେଜମାନେ ସବୁ କ'ଣ କରିବେ ନା ଲୁଟିକି ନେଇଯିବେ ଏବଂ ନିଜ ଇଚ୍ଛା ଅନୁସାରେ ମନ୍ଦିରର ଆଇନ ବନେଇବେ ଏବଂ ଜଗନ୍ନାଥଙ୍କୁ ସମାଲୋଚନା କରିବେ, ଲୋକମାନଙ୍କୁ ଖ୍ରୀଷ୍ଟ ଧର୍ମରେ ପୁରିବା ପାଇଁ ଦୀକ୍ଷିତ କରିବା ପାଇଁକା ଖ୍ରୀଷ୍ଟ ଧର୍ମ ପ୍ରଚାର କରିବେ, ଜଗନ୍ନାଥଙ୍କୁ ନିଚ ଦେଖିବାକୁ ଚେଷ୍ଟା କରିବେ। ତେଣୁ ଏଇଭଳି ଭାବେ ଇଂରେଜ ସରକାର ଗୋଟେ ଚକ୍ରାନ୍ତ କଲେ। କିନ୍ତୁ ଯେତେବେଳେ ଏଇ କଥା ମଧୁବାବୁ ଜାଣିଲେ ସେତେବେଳେ ସେ କ'ଣ କଲେ ନା ବ୍ୟସ୍ତ ବିବ୍ରତ ହୋଇଗଲେ, ଚିନ୍ତିତ ହୋଇ ଉଠିଲେ। କହିଲେ ଆରେ ଇଏ କ'ଣ, ଓଡ଼ିଶାର ମହାପ୍ରଭୁ ଜଗନ୍ନାଥ। ମଧୁବାବୁ ପିଲେ ଆମେ ଜାଣିଛେ, ପୂର୍ବରୁ ଆଲୋଚନା କରିଥିଲେ ଯେ ମଧୁବାବୁ ଯେତେବେଳେ କଲିକତା ବିଶ୍ୱବିଦ୍ୟାଳୟ ପଢ଼ୁଥିଲେ ସେତେବେଳେ ସେ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଥିଲେ, ସେ ଖ୍ରୀଷ୍ଟିଆନ ହେଇଥିଲେ। କିନ୍ତୁ ନିଜର ଯେଉଁ ଓଡ଼ିଆ ସଂସ୍କୃତି ପରମ୍ପରା ଧର୍ମ ମାଟିର ଆମର ଓଡ଼ିଶାର ରାଜା ମହାପ୍ରଭୁ ଜଗନ୍ନାଥ ଗଜପତି ରାଜା, ତାଙ୍କୁ ସେ କେବେ ଭୁଲି ନଥିଲେ, ତାଙ୍କୁ ଅସମ୍ମାନ ସେ ସହିପାରୁନଥିଲେ। ତେଣୁ ଯେତେବେଳେ ମଧୁବାବୁ ଜାଣିଲେ ଯେ ଇଂରେଜମାନେ ଜଗନ୍ନାଥ ମନ୍ଦିରର ଶାସନ ଭାରକୁ ଗଜପତି ରାଜାଙ୍କ ଠାରୁ ଛଡ଼େଇ ନେଇକି ନିଜ ପାଖକୁ ରଖିବାକୁ ଚାହୁଁଛନ୍ତି, ସେତେବେଳେ ମଧୁବାବୁ କହିଲେ ଯେ ପୁରୀର ଗଜପତି ମହାରାଜା ଓଡ଼ିଆ ଜାତିର ପୂଜନୀୟ। ପୁରୀର ଯେଉଁ ଗଜପତି ମହାରାଜା ସେ ହେଉଛନ୍ତି ଉତ୍କଳର ରାଜା, ସମଗ୍ର ଓଡ଼ିଶାର ରାଜା। ସିଏ ପ୍ରତ୍ୟେକ ଓଡ଼ିଆର ସେ ପୂଜନୀୟ। ପ୍ରତ୍ୟେକ ଓଡ଼ିଆ ଜଗନ୍ନାଥଙ୍କୁ ଯେତିକି ଭଲ ପାଏ, ଯେତିକି ପୂଜା କରେ, ଗଜପତି ରାଜାଙ୍କୁ ମଧ୍ୟ ସେତିକି ପୂଜା କରେ। ତେଣୁ ପ୍ରତ୍ୟେକ ଓଡ଼ିଆ ପୁଅମାନେ ଗଜପତି ରାଜାଙ୍କୁ କ'ଣ କହନ୍ତି ନା ଠାକୁର ରାଜା ବୋଲି ସମ୍ମାନ କରନ୍ତି, ତାଙ୍କୁ ଠାକୁର ରାଜା ବୋଲି କହିକି ତାଙ୍କୁ ସମ୍ମାନ ଦିଅନ୍ତି। ତେଣୁ ପୃଥିବୀରେ ଏପରି ରାଜା ନାହିଁ ଯାହାର ନାମରେ ଗୋଟିଏ ବର୍ଷ ଗଣନା ହୁଏ। ସାରା ପୃଥିବୀ ବର୍ଷରେ ଯେତେ ରାଜା ଅଛନ୍ତି, ସେ ଗ୍ରୀକ୍ ରାଜା ହୁଅନ୍ତୁ, ଇଂଲଣ୍ଡ ରାଜା ହୁଅନ୍ତୁ, ଯେତେ ରାଜା ଥାଆନ୍ତୁ ଦୁନିଆରେ, କୌଣସି ରାଜା ନାମରେ କେବେ କୌଣସି ବର୍ଷ ଗଣନା କରାଯାଏନି। ଏକମାତ୍ର ଓଡ଼ିଶାର ରାଜା ଯାହାଙ୍କ ନାମରେ ବର୍ଷ ଗଣନା ହୁଏ, ଅଙ୍କ ଗଣନା ହୁଏ। ତମେ ଆଜି ଜାତକ ଦେଖିବା, ଆମର ପାଞ୍ଜି ଦେଖିବା, ସେ ପାଞ୍ଜିରେ ରାଜାଙ୍କ ନାମ ଅନୁସାରେ ଅଙ୍କ ଲେଖା ହେଇଥାଏ। ବୁଝିଲା ପିଲେ? ତେଣୁ ମଧୁବାବୁ କହିଲେ ଯେ ସେପରି ରାଜାଙ୍କ ହାତରୁ ଜଗନ୍ନାଥଙ୍କ ପୂଜା ଭାର କାଢ଼ି ନେଇ ଖ୍ରୀଷ୍ଟିଆନ ସରକାର ତହିଁର ଭାର ଗ୍ରହଣ କରିବେ। ମଧୁସୂଦନ ଦାସ ଜୀବିତ ଥାଉ ଥାଉ ଏହା କରିବାକୁ ଦେବନି। ତେଣୁ ମଧୁବାବୁ କହିଲେ ଯେଉଁ ପର୍ଯ୍ୟନ୍ତ ମୁଁ ବଞ୍ଚିଛି, ମୁଁ ଥାଉ ଥାଉ ଏ ଖ୍ରୀଷ୍ଟିଆନ ଇଂରେଜ ସରକାର ଜଗନ୍ନାଥଙ୍କ ଶାସନ ଭାରକୁ କେବେ ବି ନିଜ ଅଧୀନକୁ ନେଇପାରିବ ନାହିଁ। ହେଲା, ତେବେ ମଧୁବାବୁ କ'ଣ କଲେ ନା ୟା ପାଇଁ ମକଦ୍ଦମା ଲଢ଼ିଲେ ଇଂରେଜ ସରକାରଙ୍କ ବିରୁଦ୍ଧରେ। କୋର୍ଟରେ ମକଦ୍ଦମା ଲଢ଼ିଲେ ଆଇନ ଅନୁସାରେ, ଆଇନ ଅନୁଯାୟୀ ଯାହା ହେବ ତାହା ସେ କଲେ। କୋର୍ଟରେ ହାଇକୋର୍ଟରେ କେସ୍ ଲଢ଼ିଲେ ଏବଂ କଲିକତା ପର୍ଯ୍ୟନ୍ତ ଯାଇ ଲଢ଼ିଲେ। ଓଡ଼ିଶାଠୁ ଆରମ୍ଭ କରି କଲିକତା ହାଇକୋର୍ଟ ପର୍ଯ୍ୟନ୍ତ ମଧୁବାବୁ ଯାଇକି କୋର୍ଟରେ କେସ୍ ଲଢ଼ିଲେ। ଶେଷରେ ମଧୁବାବୁ କେସ୍ରେ ଜିତିଲେ, ମକଦ୍ଦମା ଲଢ଼ିଲେ, ମକଦ୍ଦମାରେ ମଧୁବାବୁଙ୍କର ବିଜୟ ଲାଭ କଲେ। ସେ ବିଜୟ ଲାଭ କଲେ, ଜିତିଲେ। ତେଣୁ ଆମ କୋଟି କୋଟି ଓଡ଼ିଆଙ୍କର ଆସ୍ଥା ବିଶ୍ୱାସ ସମ୍ମାନ ସ୍ୱାଭିମାନକୁ ସେ ରକ୍ଷା କଲେ ମଧୁବାବୁ। ତେଣୁ ଯେତେବେଳେ ମଧୁବାବୁ କେସ୍ଟା ଜିତିଲେ, ମକଦ୍ଦମାକୁ ଜିତିଲେ, ସେତେବେଳେ କିଏ ସେ ନା ପୂର୍ବୋକ୍ତ ଉଡ୍ରବ ଉଭାନ ସାହେବ କହିଲେ ଯେ ଏ ମକଦ୍ଦମାର ସଫଳତା ଏହି ଓଡ଼ିଆ ଯୁବକଟିର କୃତିତ୍ୱ। ଜଣେ ଉଡ୍ରବ ଥିଲେ ଉଭାନ ସାର୍, ସିଏ କହିଲେ ଯେ ମକଦ୍ଦମାର ସୁଫଳତା ଏହି ଓଡ଼ିଆ ଯୁବକର କୃତିତ୍ୱ। ଯଦି ଏଇ ମକଦ୍ଦମାଟିକୁ ଓଡ଼ିଆ ମାନେ ଜିତିଛନ୍ତି, ଉତ୍କଳୀୟ ମାନେ ଜିତିଛନ୍ତି, ବିଜୟ ଲାଭ କରୁଛନ୍ତି ଏ କେସ୍ରେ, ତାହେଲେ ଏହାର କୃତିତ୍ୱ କାହା ପାଇଁ ନା କେବଳ ମଧୁବାବୁଙ୍କ ପାଇଁ, ଏଇ ଯୁବକଟିର ବୋଲି କିଏ କହିଲେ ନା ଉଡ୍ରବ ଓ ଇଭାନ୍ସ କହିଲେ। ଇଭାନ୍ସ ସାହେବ ଦୁଇ ଜଣ ସେ କହିଲେ ଯେ ମକଦ୍ଦମା କେବଳ ମଧୁବାବୁଙ୍କ ପାଇଁ ଓଡ଼ିଆ ମାନେ ଜିତିଛନ୍ତି। ସବୁର କ୍ରେଡିଟ୍ କାହାକୁ ଯିବ ନା ଏଇ ଯୁବକଟିକୁ ଯିବ। ଗଲା, ତାପରେ ପିଲାମାନେ ମଧୁବାବୁଙ୍କର ସବୁଠାରୁ ବଡ଼ କାର୍ଯ୍ୟ ଆମ ଉତ୍କଳ ପାଇଁ, ଏଇ ଉତ୍କଳ ଜନନୀ ପାଇଁ ତାଙ୍କର ସବୁଠାରୁ ବଡ଼ ଅବଦାନ ହେଲା କ'ଣ ନା ବିଚ୍ଛିନ୍ନ ଓଡ଼ିଆ ଭାଷୀ ଅଞ୍ଚଳର ଏକତ୍ରୀକରଣ। ବୁଝିଗଲା? ଯେତେବେଳେ ଇଂରେଜ ଶାସନ ଥିଲା ସେଇ ସମୟରେ, ମଧୁବାବୁଙ୍କ ସମୟରେ ଆମର ଓଡ଼ିଶାର ଉତ୍ତର ଓଡ଼ିଶାର ଯେଉଁ ଅଞ୍ଚଳ ଗୁଡ଼ିକ, ଉତ୍ତର ଓଡ଼ିଶା, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯେଉଁ ଉତ୍ତର ଓଡ଼ିଶାର ଅଞ୍ଚଳ ଗୁଡ଼ିକ ପିଲେ, ସେସବୁ ପଶ୍ଚିମବଙ୍ଗ ବା ବଙ୍ଗଳାରେ ମିଶିକି ଥିଲା। ସେଭଳି ପଶ୍ଚିମ ଓଡ଼ିଶା, ସମ୍ବଲପୁର, ବଲାଙ୍ଗୀର, ବରଗଡ଼, ସମ୍ବଲପୁର, ପଶ୍ଚିମ ଓଡ଼ିଶା ସାଇଟ୍ ଗୁଡ଼ିକ, ଏଗୁଡ଼ିକ ମଧ୍ୟପ୍ରଦେଶରେ, ବିହାରରେ ମିଶିକି ଥିଲା। ସେଭଳି ଦକ୍ଷିଣ ଓଡ଼ିଶା ଆମର କୋରାପୁଟ, ମାଲକାନଗିରି, ଗଞ୍ଜାମ, ଏସବୁ ଆନ୍ଧ୍ରପ୍ରଦେଶରେ ମିଶିକି ଥିଲା। ତେଣୁ ଯେଉଁ ଉତ୍ତର ଓଡ଼ିଶା ବଙ୍ଗରେ ମିଶିକି ଥିଲା, ସେଠି ବଙ୍ଗାଳୀମାନେ କ'ଣ କରୁଥିଲେ ନା ଇଂରେଜମାନେ ଉତ୍ତର ଓଡ଼ିଶାକୁ ବଙ୍ଗଳାରେ ମିଶାଇ ଦେଇଥିଲେ।
ତାଙ୍କର ଶାସନରେ ସାହାଯ୍ୟ ହେବା ପାଇଁକା, ସୁବିଧା ହେବା ପାଇଁ। ତେଣୁ ବଙ୍ଗଳାର ଯେଉଁ ଇଂରେଜ ସରକାର ଥିଲେ ସେ ଯେଉଁ ଆଇନ କରାଉଥିଲେ, ଉତ୍ତର ଓଡ଼ିଶା ସୀମାରେ ବଙ୍ଗଳା ଏବଂ ଓଡ଼ିଶା ସୀମାରେ ଯେଉଁ ଲୋକମାନେ ଓଡ଼ିଆ ମାନେ ରହୁଥିଲେ, ଓଡ଼ିଆ ଅଞ୍ଚଳ ଥିଲା, ସେ ଅଞ୍ଚଳ ଲୋକମାନେ ସବୁ ବଙ୍ଗଳା ଭାଷା କହୁଥିଲେ ବାଧ୍ୟ ହୋଇକି ବଙ୍ଗଳାରେ ତାଙ୍କ ପିଲା ପାଠ ପଢ଼ୁଥିଲେ, ବଙ୍ଗଳା ଭାଷା କହୁଥିଲେ, ବଙ୍ଗଳାରେ ବେପାର କରିବାକୁ ପଡ଼ୁଥିଲା। ସେମିତି ପଶ୍ଚିମ ଓଡ଼ିଶାର ଯେଉଁ ଆମର ଅଞ୍ଚଳ ଗୁଡ଼ିକ ମଧ୍ୟପ୍ରଦେଶରେ ମିଶିକି ଥିଲା, ସେ ପଶ୍ଚିମ ଓଡ଼ିଶାର ଲୋକମାନଙ୍କୁ ହିନ୍ଦୀ କହିବାକୁ ବାଧ୍ୟ କରାହେଉଥିଲା, ଜବରଦସ୍ତି ହିନ୍ଦୀରେ ପାଠ ପଢ଼ିବାକୁ ବାଧ୍ୟ କରାହେଉଥିଲା, ତାଙ୍କୁ ହିନ୍ଦୀ କହିବାକୁ ବାଧ୍ୟ କରାହେଉଥିଲା। ଦକ୍ଷିଣ ଓଡ଼ିଶାର ଲୋକମାନେ, ଦକ୍ଷିଣ ଓଡ଼ିଶାର ଅଞ୍ଚଳ ଗୁଡ଼ିକ ଯେଉଁ ଆନ୍ଧ୍ରପ୍ରଦେଶରେ ମାନ୍ଦ୍ରାଜରେ ମିଶିକି ଥିଲା, ସେଠି ସେମାନଙ୍କୁ ତେଲୁଗୁ ଭାଷା ଜବରଦସ୍ତି କହିବା ପାଇଁ ବାଧ୍ୟ କରାହେଉଥିଲା। ସେମାନଙ୍କୁ ତେଲୁଗୁ ଭାଷା କହୁଥିଲେ, ତେଲୁଗୁ ସଂସ୍କୃତି ପରମ୍ପରାକୁ ତାଙ୍କୁ ଆପଣେଇବା ପାଇଁ କୁହାଯାଉଥିଲା। ତେଣୁ ଏହିପରି ଭାବେ ଆମ ଓଡ଼ିଶା କ'ଣ ହେଇଥିଲା ନା ଓଡ଼ିଶାର ବିଭିନ୍ନ ଅଞ୍ଚଳ ଗୁଡ଼ିକ ଅନ୍ୟ ରାଜ୍ୟ ସହିତ ମିଶିକି ଥିଲା। ତେଣୁ ଆମର ସ୍ୱତନ୍ତ୍ର ଓଡ଼ିଶା ବୋଲି କିଛି ନଥିଲା, ନିଜର ଓଡ଼ିଶା ବୋଲି ଆମର କିଛି ନଥିଲା। ଆମ ଉତ୍କଳ ଜନନୀ ଅନ୍ୟ ରାଜ୍ୟ ସହିତ ଖଣ୍ଡ ଖଣ୍ଡ ବିଖଣ୍ଡିତ ହେଇକି ପଡ଼ିଥିଲା। ତେଣୁ ଉତ୍କଳର କେତେକ ଅଂଶ ମଧ୍ୟପ୍ରଦେଶରେ, କେତେକ ଅଂଶ ବଙ୍ଗ ଦେଶରେ, ଆଉ କେତେକ ଅଂଶ କେଉଁଠି ନା ବିହାର ଓ ମାନ୍ଦ୍ରାଜ ମିଶିକି ଥିଲା ସେତେବେଳେ, ବୁଝିଲା। ତେବେ ଓଡ଼ିଆ ଭାଷୀ ଅଞ୍ଚଳର ଏକତ୍ରୀକରଣର ପ୍ରଥମ ଉଦ୍ୟମ ଉତ୍କଳ ସମ୍ମିଳନୀର ପ୍ରତିଷ୍ଠା। ତେଣୁ ମଧୁବାବୁ କ'ଣ କଲେ ନା ସେଇ ଅନ୍ୟ ରାଜ୍ୟ ଗୁଡ଼ିକରୁ, ଆନ୍ଧ୍ରପ୍ରଦେଶରୁ, ମାନ୍ଦ୍ରାଜରୁ, ବିହାର ମଧ୍ୟପ୍ରଦେଶରୁ, ବଙ୍ଗରୁ ଓଡ଼ିଶାର ଅଞ୍ଚଳ ଗୁଡ଼ିକୁ କାଢ଼ିକି ଆଣିକି ସ୍ୱତନ୍ତ୍ର ଓଡ଼ିଶା, ନିଜର ଉତ୍କଳ ଗଠନ କରିବା ପାଇଁକା ସେ ପ୍ରଥମେ ଆଗଭର ହେଲେ, ଇଚ୍ଛା ପ୍ରକାଶ କଲେ, ତାଙ୍କର ଦୃଢ଼ ସଂକଳ୍ପବଦ୍ଧ ହେଲେ ଏବଂ ପ୍ରଥମେ ଅଣ୍ଟା ଭିଡ଼ିଲେ। ଏବଂ ତା ପାଇଁ ମଧୁବାବୁ କ'ଣ କଲେ ନା ଉତ୍କଳ ସମ୍ମିଳନୀ ନାମକ 1903 ମସିହାରେ ଉତ୍କଳ ସମ୍ମିଳନୀ ନାମକ ଗୋଟେ ସେ ସମ୍ମିଳନୀ ପ୍ରତିଷ୍ଠା କଲେ, ଗୋଟେ ସଭା ପ୍ରତିଷ୍ଠା କଲେ। କାରଣ ସଭା ପ୍ରତିଷ୍ଠା କରିବା ଦ୍ୱାରା ଅନେକ ସଦସ୍ୟମାନଙ୍କୁ ନେଇକରି ସେ ସଭାରେ ନିୟୋଜିତ କରାଯିବ। ତେଣୁ ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା କଲେ କିଏ? ସେ ନା ମଧୁବାବୁ। ସମସ୍ତେ ମନେ ରଖ ଏଇଟା, ଉତ୍କଳ ସମ୍ମିଳନୀ ମଧୁବାବୁ ପ୍ରତିଷ୍ଠା କରିଥିଲେ। କ'ଣ ପାଇଁ ଉତ୍କଳ ସମ୍ମିଳନୀ ସଭା ପ୍ରତିଷ୍ଠା କରାଗଲା ନା ବିଚ୍ଛିନ୍ନ ଅଞ୍ଚଳ ଗୁଡ଼ିକୁ ଉତ୍କଳରେ ମିଶେଇକିରି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିବା ପାଇଁକା, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଉତ୍କଳ ସମ୍ମିଳନୀର ପ୍ରତିଷ୍ଠା କରିଥିଲେ ମଧୁବାବୁ। ତେଣୁ ବିଭିନ୍ନ ପ୍ରଦେଶବାସୀ ଓଡ଼ିଆ ଭାଇ ଭଉଣୀକୁ ଏହି ସମ୍ମିଳନୀକୁ ଆହ୍ୱାନ କରି ମଧୁବାବୁ ଲେଖିଥିଲେ, ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା କଲେ ଏବଂ ବିଭିନ୍ନ ପ୍ରଦେଶରେ, ବଙ୍ଗରେ, ମଧ୍ୟପ୍ରଦେଶରେ, ଆନ୍ଧ୍ରପ୍ରଦେଶରେ ଯେଉଁ ଓଡ଼ିଆ ଅଞ୍ଚଳ ଥିଲା, ସେଠି ଯେଉଁ ଓଡ଼ିଆ ମାନେ ଥିଲେ ସେମାନଙ୍କୁ ସମ୍ବୋଧନ କରି କହିଲେ, ସେମାନେ ଡାକିକିରି କହିଲେ ଉତ୍କଳ ସମ୍ମିଳନୀ ସଭାରେ ମଧୁବାବୁ ସେମାନଙ୍କୁ ସମ୍ବୋଧନ କରିକିରି ଗୋଟେ କବିତା ଗାଇଲେ। ଏହି ସମ୍ମିଳନୀ ଜାତି ପ୍ରାଣ ସିନ୍ଧୁ, କୋଟି ପ୍ରାଣ ବିନ୍ଦୁ ଧରେ, ତୋର ପ୍ରାଣ ବିନ୍ଦୁ ମିଶାଇ ଦେ ଭାଇ, ଡେଇଁ ପଡ଼ି ସିନ୍ଧୁ ନୀରେ। କ'ଣ କହିଲେ ନା ଏହି ସମ୍ମିଳନୀ ଜାତି ପ୍ରାଣ ସିନ୍ଧୁ, ଏଇ ଯେଉଁ ସମ୍ମିଳନୀ ମୁଁ ପ୍ରତିଷ୍ଠା କରିଛି, ହେ ଉତ୍କଳବାସୀ, ହେ ଓଡ଼ିଶାବାସୀ, ଏଇ ଯେଉଁ ଉତ୍କଳ ସମ୍ମିଳନୀ ଆଜି ସଭା ମୁଁ ତିଆରି କରିଛି, ଏ ସଭା କ'ଣ ନା ଜାତି ପ୍ରାଣ ସିନ୍ଧୁ, ଏଇ ଓଡ଼ିଆ ଜାତିର ପ୍ରାଣର ସମୁଦ୍ର। କୋଟି କୋଟି ପ୍ରାଣ ବିନ୍ଦୁ ଧରେ, କୋଟି ପ୍ରାଣ ବିନ୍ଦୁ ଧରେ, ଏଇ ଯେଉଁ ପ୍ରାଣ ବିନ୍ଦୁ କୋଟି କୋଟି ଓଡ଼ିଆଙ୍କର ଏଇ ସମୁଦ୍ର ହେଉଛି କ'ଣ ନା ଏଇ ଉତ୍କଳ ସମ୍ମିଳନୀ। ସମୁଦ୍ର ରୂପକ ହେଲା ଏଇ ସଭା ସମ୍ମିଳନୀ, ସେଇଟା ହେଲା ଉତ୍କଳ ସମ୍ମିଳନୀ। ତୋର ପ୍ରାଣ ବିନ୍ଦୁ ମିଶାଇ ଦେ ଭାଇ, ଡେଇଁ ପଡ଼ି ସିନ୍ଧୁ ନୀରେ। ତେଣୁ ହେ ଓଡ଼ିଶା, ହେ ଉତ୍କଳବାସୀ, ତୋର ପ୍ରାଣ ବିନ୍ଦୁକୁ ତୁ ତୋ ନିଜ ସ୍ୱାର୍ଥ ତ ଭୁଲିଯା, ଏଇ ଉତ୍କଳ ଜନନୀର ସ୍ୱାର୍ଥ ପାଇଁ, ଉତ୍କଳ ଜନନୀର ମୁକ୍ତି ପାଇଁ ତୁ କ'ଣ କର ନା ଏଇ ଯେଉଁ ସିନ୍ଧୁର ନୀର କହିଲେ ଜଳ, ତେଣୁ ତୁ ଏଇ ସିନ୍ଧୁର ନୀରରେ ଡେଇଁ ପଡ଼, ନିଜର ସ୍ୱାର୍ଥ ବୋଲିକି ତୋର ସ୍ୱାର୍ଥକୁ ଏଇ ସିନ୍ଧୁର ଜଳରେ ତୁ ଭସେଇ ଦେ, ତୋ ପ୍ରାଣବିନ୍ଦୁ ମିଶେଇ ଦେ, ଡେଇଁ ପଡ଼ିକି ସିନ୍ଧୁ ନୀରେ। ଏଇ ଯେଉଁ କୋଟି କୋଟି ଓଡ଼ିଆଙ୍କର ପ୍ରାଣ ରୂପକ ସମୁଦ୍ର, ଏଇ ସମୁଦ୍ର ଭିତରେ ତୁ ଡେଇଁ ପଡ଼ିକି କ'ଣ କରିବୁ ନା ତୋର ପ୍ରାଣବିନ୍ଦୁକୁ ତୁ ଏଇଥିରେ ମିଶେଇ ଦେ, ଏଇ ପାଣିରେ ଜଳରେ ତୁ ମିଶେଇ ଦେ ବୋଲି ଗୋଟେ କବିତା ଗାଇକି ସମ୍ବୋଧନ କଲେ, ସମସ୍ତଙ୍କୁ ଡାକିଲେ ଉତ୍କଳ ସମ୍ମିଳନୀରେ। ୟା ପରେ ଅନେକ ଓଡ଼ିଆ ମାନେ ଆଗଭର ହୋଇ ଧାଇଁ ଆସିଲେ, ଉତ୍କଳ ସମ୍ମିଳନୀରେ ଯୋଗ ଦେଲେ, ତାର ସଦସ୍ୟ ହେଲେ ଏବଂ ଓଡ଼ିଶାର ସ୍ୱତନ୍ତ୍ରତା ପାଇଁ ବିଚ୍ଛିନ୍ନ ଅଞ୍ଚଳ ଗୁଡ଼ିକୁ ଏକତ୍ରୀକରଣ କରିକି ସ୍ୱତନ୍ତ୍ର ଓଡ଼ିଶା ଗଠନ କରିବା ପାଇଁ ସମସ୍ତେ କ'ଣ କଲେ ନା ଆଗଭର ହୋଇ ଆସିଲେ ଏବଂ ସମସ୍ତେ ଉତ୍କଳ ସମ୍ମିଳନୀରେ ଯୋଗ ଦେଲେ। ତାଙ୍କର ପ୍ରଥମ ଉଦ୍ୟମ ଫଳରେ ଭାରତର ତଦାନୀନ୍ତନ ବଡ଼ଲାଟ ଲର୍ଡ଼ କର୍ଜନ, ସେତେବେଳେ ଭାରତର ବଡ଼ଲାଟ କିଏ ଥିଲେ ନା ଲର୍ଡ଼ କର୍ଜନ ଥିଲେ। ସେଇ ଲର୍ଡ଼ କର୍ଜନଙ୍କ ଆଦେଶରେ ସମ୍ବଲପୁର ଅଞ୍ଚଳକୁ ମଧ୍ୟପ୍ରଦେଶରୁ ଆଣିକିରି ଓଡ଼ିଶାରେ ମିଶାଗଲା, ବୁଝିଗଲା।
ଏ ଯେଉଁ ଉତ୍କଳ ସମ୍ମିଳନୀକୁ ଗଠନ କଲେ, ସମସ୍ତ ଓଡ଼ିଆମାନଙ୍କୁ ଡାକିକି ଏକାଠି କରାଇଲେ, ତାକୁ ସଦସ୍ୟ କରାଇଲେ ଏବଂ ଇଂରେଜମାନଙ୍କ ପାଖରେ ଆବେଦନ କଲେ, ଆନ୍ଦୋଳନ କଲେ। ତାଦ୍ୱାରା କ'ଣ ହେଲା ନା ତାଙ୍କର ଉଦ୍ୟମ ପ୍ରଚେଷ୍ଟା ଫଳରେ ଭାରତର ବଡ଼ ଲର୍ଡ଼ କର୍ଜନ ସେ ଆଦେଶ ଦେଲେ ଯେ ମଧ୍ୟପ୍ରଦେଶରୁ ସମ୍ବଲପୁରକୁ କାଢ଼ିକିରି ଓଡ଼ିଶାରେ ମିଶାଅ। ସମ୍ବଲପୁର ସେତେବେଳେ ମଧ୍ୟପ୍ରଦେଶରେ ମିଶିକି ଥିଲା ହେଲା। ତେଣୁ ସମ୍ବଲପୁରଟା ମଧ୍ୟପ୍ରଦେଶରୁ ବାହାରିକି ଓଡ଼ିଶାରେ ଆସିକି ମିଶିଲା। ତେଣୁ ଏହା କାହା ପାଇଁ ସମ୍ଭବ ହେଲା ନା ଆମ ମଧୁବାବୁଙ୍କ ପାଇଁ, ମଧୁ ବାରିଷ୍ଟରଙ୍କ ପାଇଁ। ବର୍ତ୍ତମାନ ଓଡ଼ିଆ ପ୍ରଦେଶ ମଧୁସୂଦନଙ୍କ ନେତୃତ୍ୱରେ ଉତ୍କଳ ସମ୍ମିଳନୀର 32 ବର୍ଷ ବ୍ୟାପୀ ପ୍ରଚେଷ୍ଟାର ପରିଣାମ। ଆଜି ଆମେ ଯେଉଁ ସ୍ୱାଧୀନ ରାଜ୍ୟରେ ବାସ କରୁଛେ, ସ୍ୱତନ୍ତ୍ର ରାଜ୍ୟରେ, ଆମର ନିଜର ସ୍ୱତନ୍ତ୍ର ରାଜ୍ୟ, ସ୍ୱତନ୍ତ୍ର ଉତ୍କଳ ଜନନୀ, ଏଇ ମାଟି ମା କୋଳରେ ଆମେ ଶାନ୍ତିରେ ଆଜି ଯେଉଁ ବଞ୍ଚୁଛେ, ଏହା କାହାର କଷ୍ଟର ପରିଣାମ ନା ଏହା ହେଉଛି ମଧୁବାବୁଙ୍କର 32 ବର୍ଷ ବ୍ୟାପୀ ପ୍ରଚେଷ୍ଟାର ପରିଣାମ। ତାଙ୍କର 32 ବର୍ଷ ଧରିକି ସେ ଯେଉଁ ଅହରହ ପରିଶ୍ରମ କଲେ, ଚେଷ୍ଟା କଲେ, ଅନେକ କଷ୍ଟ ସହିଲେ, ତାର ପରିଣାମ ସ୍ୱରୂପ ସ୍ୱତନ୍ତ୍ର ଉତ୍କଳ ଗଠନ ହେଲା। ଆମର ଓଡ଼ିଶା ଅଞ୍ଚଳ ଗୁଡ଼ିକ ଯେଉଁ ଅନ୍ୟ ରାଜ୍ୟ ସହିତ ମିଶିକି ଥିଲା, ସିଏ ଆସିକି ଓଡ଼ିଶାରେ ମିଶିଲା। ଆମେ ସବୁ ଆମ ରାଜ୍ୟ ଗୁଡ଼ିକ, ଅଞ୍ଚଳ ଗୁଡ଼ିକୁ ଫେରିକି ପାଇଲେ। କଟକରେ ସୁନା ରୂପାର ତାରକସି କାମ ବର୍ତ୍ତମାନ ଜଗତରେ ସର୍ବତ୍ର ପ୍ରସିଦ୍ଧି ଲାଭ କରିଛି। ତାହେଲେ ମଧୁବାବୁ କ'ଣ କଲେ ପିଲେ ନା ପ୍ରଥମେ ଜଗନ୍ନାଥ ମନ୍ଦିର ତାକୁ ଇଂରେଜମାନଙ୍କ କବଳରୁ ମୁକ୍ତ କଲେ, ତାଙ୍କ ସେ ଷଡ଼ଯନ୍ତ୍ରକୁ ସେ ପଣ୍ଡ କଲେ, ତା ଭାଙ୍ଗିଦେଲେ। ଦ୍ୱିତୀୟରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଉତ୍କଳ ସମ୍ମିଳନୀ କଲେ ଏବଂ ସମ୍ବଲପୁର ଅଞ୍ଚଳକୁ ଆଣିକି ଓଡ଼ିଶାରେ ମିଶାଇଲେ। ତାପରେ ମଧୁବାବୁଙ୍କର ଆହୁରି କ'ଣ ଅବଦାନ ରହିଛି ଆମ ଓଡ଼ିଆ ଜାତି ପାଇଁ, ଆମର ଓଡ଼ିଶା ଭୂମି ପାଇଁ, ଉତ୍କଳ ଜନନୀ ପାଇଁ ନା କଟକରେ ସୁନା ରୂପା ତାରକସି କାମ ବର୍ତ୍ତମାନ ଜଗତରେ ସର୍ବତ୍ର ପ୍ରସିଦ୍ଧି ଲାଭ କରିଛି। ସାରା ଭାରତରେ ବର୍ତ୍ତମାନ କଟକ କହିଲେ ସିଲଭର ସିଟି କଟକ। ଆଜି ସାରା ଭାରତ ବର୍ଷରେ, ସାରା ପୃଥିବୀରେ କ'ଣ ନା ସୁନା ରୂପା ତାରକସି କାମ ପାଇଁ ସେ ପ୍ରସିଦ୍ଧି ଲାଭ କରିଛି ହେଲା। ତେଣୁ ଏହି ସେହି ମଧୁସୂଦନଙ୍କ ଉତ୍କଳର ଶିଳ୍ପୋନ୍ନତି ଚେଷ୍ଟାର ଫଳ। ଆଜି ଯଦି କଟକ ତାରକସି କାମ ପାଇଁ ପ୍ରସିଦ୍ଧ, ଏହା କାହା ପାଇଁ ସମ୍ଭବ ହୋଇପାରିଛି ନା ମଧୁବାବୁଙ୍କ ପାଇଁ ହେଲା। ତାଙ୍କର ଚେଷ୍ଟାର, ଶିଳ୍ପୋନ୍ନତି ଚେଷ୍ଟାର ଫଳ, ଶିଳ୍ପର ଉନ୍ନତି, ଓଡ଼ିଶାରେ ଶିଳ୍ପର ଉନ୍ନତି ପାଇଁ ତାଙ୍କ ଯେଉଁ ମଧୁବାବୁଙ୍କ ଯେଉଁ ଚେଷ୍ଟା ଥିଲା, ତାର ଫଳ ହେଉଛି ଏଇଟା। ମଧୁବାବୁ ଚାହୁଁଥିଲେ ସହସ୍ର ସହସ୍ର ଓଡ଼ିଆଙ୍କ ଅନ୍ନ ସଂସ୍ଥାନ। ମଧୁବାବୁ କ'ଣ ଚାହୁଁଥିଲେ ନା ଉତ୍କଳ ଟନେରୀ ବା ଜୋତା କାରଖାନା ସ୍ଥାପୟିତା ସେଇ ମଧୁସୂଦନ। ମଧୁବାବୁ କ'ଣ କରିଥିଲେ ନା ଓଡ଼ିଶାରେ ଜୋତା କାରଖାନା ଗୋଟେ ପ୍ରତିଷ୍ଠା କରିଥିଲେ, ଚମଡ଼ା କାରଖାନାଟେ, କଳକାରଖାନା, ଚମଡ଼ାର କଳକାରଖାନା ପ୍ରତିଷ୍ଠା କରିଥିଲେ ବା ଜୋତା କାରଖାନା ପ୍ରତିଷ୍ଠା କରୁଥିଲେ ଓଡ଼ିଶାରେ। କାହିଁ କରିଥିଲେ ନା ମଧୁବାବୁ ଚାହୁଁଥିଲେ ଯେ ସହସ୍ର ସହସ୍ର ବେକାର ଓଡ଼ିଆଙ୍କର ଅନ୍ନ ସଂସ୍ଥାନ, ସହସ୍ର ସହସ୍ର ବେକାର ଓଡ଼ିଆଙ୍କ ଅନ୍ନ ସଂସ୍ଥାନ, ଚମଡ଼ା ରାଶିର ଉନ୍ନତି ଲାଗି ଏହି କାରଖାନା ସ୍ଥାପିତ ହୋଇଥିଲା। ଆମ ଓଡ଼ିଶାରେ ସହସ୍ର ସହସ୍ର ହଜାର ହଜାର ଓଡ଼ିଆଙ୍କର ଅନ୍ନ ସଂସ୍ଥାନ ପାଇଁ, ସେ କେମିତି ଅନ୍ନ ଦିମୁଠା ଖାଇବାକୁ ପାଇବେ, ପିନ୍ଧିବାକୁ ପାଇବେ, ରୋଜଗାରକ୍ଷମ ହେବେ, ତା ପାଇଁ ମଧୁବାବୁ କ'ଣ କରିଥିଲେ ନା ଶିଳ୍ପର ଉନ୍ନତି କେମିତି ଓଡ଼ିଶାରେ ହେବ, ତା ପାଇଁ ସେ ପ୍ରଥମ ଅଣ୍ଟା ଭିଡ଼ିଥିଲେ, ତା ପାଇଁ ଚିନ୍ତା କରିଥିଲେ, କାର୍ଯ୍ୟ କରିଥିଲେ ଏବଂ ଗୋଟେ ଚମଡ଼ା ଫ୍ୟାକ୍ଟ୍ରିଟା ତିଆରି କରିଥିଲେ ଓଡ଼ିଶାରେ ମଧୁବାବୁ, ବୁଝିଲା। ତେଣୁ ଗୋଧି ଚମଡ଼ା ହେଲା, ଗୋଧି ଚମଡ଼ା, କୁମ୍ଭୀର ଚମ, ଏଇ ପ୍ରଭୃତିରୁ ଯେ ଉତ୍କୃଷ୍ଟ ଜୋତା ବ୍ୟାଗ୍ ପ୍ରଭୃତି ହୋଇପାରେ, ଏହା ପ୍ରଥମେ ମଧୁବାବୁଙ୍କ ମସ୍ତିଷ୍କରୁ ହିଁ ବାହାରିଥିଲା। ଗୋଧି ଚମଡ଼ାରୁ, କୁମ୍ଭୀର ଚମଡ଼ାରୁ ଯେ ବଢ଼ିଆ ବଢ଼ିଆ ବ୍ୟାଗ୍ ତିଆରି କରିହେବ, ଜୋତା ତିଆରି କରିହେବ, ବେଲ୍ଟ ତିଆରି କରିହେବ, ଇଏ ବୁଦ୍ଧି ପ୍ରଥମେ ମଧୁବାବୁଙ୍କ ମସ୍ତିଷ୍କରୁ ହିଁ ବାହାରିଥିଲା, ତାଙ୍କ ମୁଣ୍ଡରୁ ପ୍ରଥମେ ବାହାରିଥିଲା। ତେଣୁ ମଧୁସୂଦନ ବ୍ୟବସାୟୀ ହିସାବରେ ଉତ୍କଳ ଟନେରୀ ଚଳାଇଥିଲେ ବହୁତ ଲାଭ ପାଇପାରିଥାନ୍ତେ। ଯଦି ମଧୁବାବୁ ଚାହିଁଥାନ୍ତେ ଗୋଟେ ବେପାରୀ ହେଇକିରି ଗୋଟେ ବିଜନେସମ୍ୟାନ୍ ହେବା ପାଇଁ, ତାହେଲେ ସିଏ ଏଇ ବିଜନେସମ୍ୟାନ୍ ହେଇକି ଯଦି ସେ ଚାହିଁଥାନ୍ତେ ଗୋଟେ ଜୋତା କାରଖାନା କରିକି ଭଲ ବିଜନେସମ୍ୟାନ୍ଟେ ହେବେ, କୋଟି କୋଟି ଟଙ୍କା କମେଇବେ, ତାହେଲେ ସେ ଅନେକ ପଇସା କମେଇଥାନ୍ତେ, କୋଟି କୋଟି ଲକ୍ଷ ଲକ୍ଷ ଟଙ୍କା କମେଇଥାନ୍ତେ। କିନ୍ତୁ ମଧୁବାବୁ ନିଜେ ନିଜର ଧନୀ ହେବା ପାଇଁକା, ପଇସା କମେଇବା ପାଇଁ, ଅର୍ଥ ଲାଭ ପାଇଁ ସେ କେବେ କଳକାରଖାନା ପ୍ରତିଷ୍ଠା କରିନଥିଲେ। ସେ କଳକାରଖାନା କାହା ପାଇଁ ପ୍ରତିଷ୍ଠା କରୁଥିଲେ? ଜୋତା କାରଖାନା ନା ଓଡ଼ିଶାର ଯୁବକମାନଙ୍କ ପାଇଁ। ଓଡ଼ିଶାର ହଜାର ହଜାର ବେକାର ଯୁବକ କେମିତି କାମ ପାଇବେ, ସ୍ୱାଭିମାନ ସହ ବଞ୍ଚିବେ, ନିଜ ପରିବାରକୁ ପୋଷିବେ, ତା ପାଇଁ ସେ ଜୋତା କାରଖାନାକୁ ପ୍ରତିଷ୍ଠା କରିଥିଲେ, ଚମଡ଼ା କାରଖାନା ପ୍ରତିଷ୍ଠା କରିଥିଲେ ହେଲା। ଏବଂ ତାଙ୍କର ଲକ୍ଷ୍ୟ କ'ଣ ଥିଲା ନା ଓଡ଼ିଆଙ୍କର ଖ୍ୟାତି ବଢ଼ୁ, ଓଡ଼ିଆ ଜାତି କ'ଣ କରିବ ନା ଖରାପ ଜିନିଷ ତିଆରି କରିକି, ଓଡ଼ିଆ ଜାତି ଖରାପ ଜିନିଷ ତିଆରି କରି ଠକି ପଇସା ରୋଜଗାର କରୁଛି, ଏ ଅପକୀର୍ତ୍ତି ଯେମିତି ସେ ନ ରଟୁ, କେହି ଯେମିତି ନ କହୁ ଯେ ଓଡ଼ିଆ ଜାତି, ଓଡ଼ିଆମାନେ ଠକିକିରି ଖରାପ ଜିନିଷ ତିଆରି କରିକି କ'ଣ କରୁଛନ୍ତି ନା ପଇସା ରୋଜଗାର କରୁଛନ୍ତି।
ଡୁପ୍ଲିକେଟ୍ ଜିନିଷ ତିଆରି କରୁଛନ୍ତି, ଡୁପ୍ଲିକେଟ୍ ଚମଡ଼ା ବ୍ୟାଗ୍, ଡୁପ୍ଲିକେଟ୍ ଜୋତା ଚପଲ, ଏସବୁ ଖରାପ ଜିନିଷ ଓଡ଼ିଆ ଜାତି ତିଆରି କରିକିରି ପଇସା ଠକିକି ନେଉଛନ୍ତି ବୋଲି ସେ ଅପବାଦ ଯେମିତି ଓଡ଼ିଆଙ୍କ ଉପରେ ନ ଲାଗୁ, ସେଥିପାଇଁ ସେ ସବୁବେଳେ ଚିନ୍ତିତ ଥିଲେ। ଯେତେବେଳେ ତାଙ୍କର ଜୋତା କାରଖାନାରେ କି ଚମଡ଼ା କାରଖାନାରେ ପିଲାମାନେ ମଧୁବାବୁ ଦେଖୁଥିଲେ ଯେ କୌଣସି ତ୍ରୁଟି ହେଇଛି, କୌଣସି ଲୋକମାନେ କିଛି ଭେଜାଲ ମିଶାଇଛନ୍ତି, ତ୍ରୁଟି ହେଇଛି, ତାହେଲେ ମଧୁବାବୁ ପିଲେ କ'ଣ କରୁଥିଲେ ନା ସାଙ୍ଗେ ସାଙ୍ଗେ ରାଗିକିରି ସବୁ ଚମଡ଼ା ତକ ଯେତେ ଚମଡ଼ା ଅଛି ସବୁ ଜାଳିକି ନିଆଁରେ ପୋଡ଼ି ଦେଉଥିଲେ, ନିଆଁରେ ପୋଡ଼ି ସବୁ ଜାଳିକି ତାକୁ ପାଉଁଶ କରିଦେଉଥିଲେ ହେଲା। ତେଣୁ ସେ ଚାହୁଁଥିଲେ କୌଣସି ତ୍ରୁଟି ନ ରହୁ, କେହି ଯେମିତି ଅପବାଦ ନ ଦେଉ ଯେ ଓଡ଼ିଆ ଜାତି ଠକିକି ପଇସା ନେଉଛି, ଖରାପ ଜିନିଷ ତିଆରି କରୁଛି, ବୁଝିଲା। ତେଣୁ ସେ କ'ଣ କରୁଥିଲେ ନା ଚମଡ଼ା ନିଆଁ ସବୁ ଲଗେଇକି ମଧୁବାବୁ ପୋଡ଼ି ଦେଉଥିଲେ। ସେମିତିଆ ତ୍ରୁଟି ଯଦି ଦେଖୁଥିଲେ ତାଙ୍କ କଳକାରଖାନାରେ କିଏ କଲା, ସେ ସବୁ ଚମଡ଼ାକୁ ନିଆଁରେ ପୋଡ଼ି ପକାଉଥିଲେ। ତେଣୁ ଏଥିରେ କ'ଣ ହେଉଥିଲା ନା ତାଙ୍କର ବହୁତ କ୍ଷତି ସହିବାକୁ ପଡ଼ିଲା। ଯେତେବେଳେ ଦୋଷ ତ୍ରୁଟି କିଛି ଦେଖିଲେ ଜୋତାରେ, ମଧୁବାବୁ ଜୋତାଟା ଖରାପ ହେଇଛି, ଭେଜାଲ ମିଶିଛି, ଭଲ ହେଇନି, ଛିଡ଼ି ଯାଇଛି, କଟା ଛିଣ୍ଡା ଫଟା ଜୋତା ହେଇଛି, ତେଣୁ ମଧୁବାବୁ ସେ ସବୁ ଯାକ ଚମଡ଼ାକୁ ନିଆଁ ଲଗେଇ ପୋଡ଼ି ଦେଉଥିଲେ, ଯାହାଦ୍ୱାରା ତାଙ୍କ କଳକାରଖାନାର ଅନେକ କ୍ଷତି ହେଲା, କ୍ଷତି ସହିବାକୁ ପଡ଼ିଲା। ତେଣୁ କ୍ଷତି ହେବାରୁ ମଧୁବାବୁଙ୍କୁ ଋଣ କରିବାକୁ ପଡ଼ିଲା ଏବଂ ଋଣ କରିବାରୁ ସେ ଦରିଦ୍ର ହେଇଗଲେ ମଧୁବାବୁ। କିନ୍ତୁ ତାଙ୍କର ଶେଷ ଜୀବନରେ ବିଶେଷ ଅର୍ଥଭାବ ଘଟିଥିଲେ ମଧ୍ୟ ସେ ଦିନେ ହେଲେ ଆତ୍ମସମ୍ମାନ ହରାଇ ନାହାନ୍ତି। ବୁଝିଲେ ପିଲେ, ସେ ଦିନେ ହେଲେ ଆତ୍ମସମ୍ମାନ ହରାଇ ନାହାନ୍ତି, କେବେ ସେ ଆତ୍ମସମ୍ମାନ ନିଜର ହରାଇ ନାହାନ୍ତି। ସେ ସର୍ବଦା କ'ଣ ସବୁବେଳେ କ'ଣ କହୁଥିଲେ, ଆଲୋ ସଖୀ ଆପଣା ମହତ ଆପେ ରଖି, ଯେତେ ଅଭାବ ଅସୁବିଧା ଆସୁ, ଧନ ଚାଲିଯାଉ, ସମ୍ପତ୍ତି ଚାଲିଯାଉ, କିନ୍ତୁ ମର୍ଯ୍ୟାଦା ଥାଉ, ମାନ ଥାଉ, ସମ୍ମାନ ଥାଉ, ଆତ୍ମସମ୍ମାନ ଥାଉ, ସେ କହୁଥିଲେ ଆଲୋ ସଖୀ ଆପଣା ମହତ ଆପେ ରଖି। ମଧୁସୂଦନ ବା ମଧୁବାବୁ ଆମର ବଡ଼ଲାଟଙ୍କର ବ୍ୟବସ୍ଥାପକ ସଭାର, ବଙ୍ଗଦେଶର ବ୍ୟବସ୍ଥାପକ ସଭାର ସଦସ୍ୟ ରୂପେ ବହୁବାର ନିର୍ବାଚିତ ହୋଇଥିଲେ ପିଲେ। ଆମର ଯେଉଁ ବଡ଼ଲାଟ ଥିଲେ, ବଡ଼ଲାଟ ଲର୍ଡ଼ କର୍ଜନ, ସେ ବଡ଼ଲାଟଙ୍କର ବ୍ୟବସ୍ଥାପକ ସଭା କହିଲେ କ'ଣ, ଯେଉଁଠି ଆଇନ ତିଆରି କରାଯାଏ। ତେଣୁ ବଡ଼ଲାଟଙ୍କର ବ୍ୟବସ୍ଥାପକ ସଭା, ଆଇନ ପ୍ରଣୟନ ସଭା, ବଙ୍ଗଦେଶର ବ୍ୟବସ୍ଥାପକ ସଭା, ଏଇ ଦୁଇଟା ସଭାର ସେ ସଦସ୍ୟ ବହୁତ ଥର ହେଇଛନ୍ତି, ବହୁତ ଥର ସଦସ୍ୟ ହୋଇକି ସେ ନିର୍ବାଚିତ ହୋଇଛନ୍ତି। ତା ଛଡ଼ା ମଧୁସୂଦନ ଜୀବନର ମଧ୍ୟାହ୍ନରେ 2 ଥର ବିଲାତ ଯାଇଥିଲେ। ମଧୁବାବୁ ତାଙ୍କ ଜୀବନରେ 2 ଥର ସେ ବିଲାତ ଯାଇଛନ୍ତି, ଲଣ୍ଡନ ଯାଇଛନ୍ତି ବୁଲିବାକୁ। ବିଲାତର ଶିକ୍ଷା, ସଭ୍ୟତା ଏବଂ ପାର୍ଲିଆମେଣ୍ଟର କାର୍ଯ୍ୟପ୍ରଣାଳୀ ତାଙ୍କର ଦୂରଦୃଷ୍ଟି ଓ ଶକ୍ତିକୁ ବର୍ଦ୍ଧିତ କରିଥିଲା। ଯେତେବେଳେ ମଧୁବାବୁ ବିଲାତ ଯାଇଥିଲେ, ସେ ବିଲାତରେ ଲଣ୍ଡନ ପାର୍ଲିଆମେଣ୍ଟର ତାର କାମ, ତାର କାର୍ଯ୍ୟପ୍ରଣାଳୀ ଏସବୁ ଦେଖିକିରି, ଏସବୁ ଘଟଣା ଗୁଡ଼ିକ, ତା କାର୍ଯ୍ୟପ୍ରଣାଳୀ ଗୁଡ଼ିକ ମଧୁବାବୁଙ୍କ ଦୂରଦୃଷ୍ଟିକୁ କ'ଣ କରିଥିଲା, ଆହୁରି ବଢ଼େଇ ଦେଇଥିଲା, ବୁଝିଲା। ତେଣୁ 1921 ମସିହାରେ ଯେତେବେଳେ ପିଲେ 1921 ମସିହାରେ କ'ଣ ହେଲା ନା, ଯେତେବେଳେ ଆମ ଦେଶ ଭାରତରେ ମନ୍ତ୍ରୀ ଶାସନ ପ୍ରତିଷ୍ଠା ହେଲା, ମଧୁବାବୁ ସେତେବେଳେ ବିହାର ଓଡ଼ିଶା ପ୍ରଦେଶର 1ତମ ମନ୍ତ୍ରୀ ରୂପେ ନିଯୁକ୍ତ ହୋଇଥିଲେ। ତେଣୁ ପ୍ରଥମେ ଆମେ ସମସ୍ତେ ଜାଣିଛେ ଯେ ଭାରତରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଶାସନ କରୁଥିଲା। ଇଂଲଣ୍ଡରୁ ଆସିଥିବା କମ୍ପାନୀ, ବ୍ୟବସାୟୀ ବାଣିଜ୍ୟ ଚିନ୍ତାଧାରା ନେଇକି ଆସିଥିଲା ଓଡ଼ିଶା ଭାରତକୁ, ସେ କମ୍ପାନୀ ଶାସନ କରୁଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଯେତେବେଳେ କମ୍ପାନୀ ଅନେକ ଅନ୍ୟାୟ ଅତ୍ୟାଚାର ବଢ଼ିଗଲା, ତାର ଲୋକମାନେ ଭାରତରେ ଅନେକ ଆନ୍ଦୋଳନ କଲେ, ତାପରେ କମ୍ପାନୀ ଠାରୁ ଶାସନ ଭାରକୁ ଇଂରେଜ ସରକାର ନିଜ ହାତକୁ ନେଇଗଲେ। ଯେତେବେଳେ ଇଂରେଜ ସରକାର ନିଜ ହାତକୁ ଶାସନ ନେଇଗଲେ, ସେତେବେଳେ ଭାରତରେ କ'ଣ ହେଲା ନା ମନ୍ତ୍ରୀ ଶାସନ ଲଗାଇଲେ। କିଏ? ସେ ଇଂରେଜମାନେ। ଯେତେବେଳେ ମନ୍ତ୍ରୀ ଶାସନ ଭାରତରେ ହେଲା, ସେତେବେଳେ ମଧୁବାବୁ ବିହାର ଓଡ଼ିଶା ପ୍ରଦେଶର 1ତମ ମନ୍ତ୍ରୀ ରୂପେ ନିଯୁକ୍ତ ହେଲେ। ସେ ବିହାର ଓଡ଼ିଶା ପ୍ରଦେଶର ମନ୍ତ୍ରୀ ହେଇକି ନିଯୁକ୍ତି ପାଇଲେ ସେଠି, ବୁଝିଲା। ଏବଂ ମଧୁବାବୁ କହୁଥିଲେ ଯେ ମନ୍ତ୍ରୀମାନେ ହେଉଛନ୍ତି ଲୋକମାନଙ୍କ ସେବକ। ମନ୍ତ୍ରୀମାନେ କୌଣସି ରାଜା ନୁହନ୍ତି, କୌଣସି ମହାନ ସମ୍ରାଟ ନୁହନ୍ତି, ସେମାନେ ହେଉଛନ୍ତି ସବୁ ମନ୍ତ୍ରୀ ନେତା। କ'ଣ? ନେତା ମନ୍ତ୍ରୀମାନେ ହେଉଛନ୍ତି ଲୋକମାନଙ୍କ ସେବକ। ଲୋକମାନଙ୍କ ସେବା ପାଇଁ ସେମାନେ ଲୋକମାନେ ତାଙ୍କୁ ବାଛିଛନ୍ତି। ତେଣୁ କୌଣସି ମନ୍ତ୍ରୀ କେବେ ଟଙ୍କା ନେବା କଥା ନୁହେଁ, ବେତନ ଦରମା ପାଇବା କଥା ନୁହେଁ। ତେଣୁ ସେ ମତ ଦେଉଥିଲେ କ'ଣ ନା କୌଣସି ଲୋକ ପ୍ରତିନିଧି ହୋଇ ବେତନ ନେବା ଠିକ୍ ନୁହେଁ, ଉଚିତ ନୁହେଁ, ଏହା ତାଙ୍କର ମତ ଥିଲା। ତେଣୁ ସରକାର ଏହି ମତ ଗ୍ରହଣ ନ କରିବାରୁ ସେ ମନ୍ତ୍ରୀ କାର୍ଯ୍ୟରୁ ଇସ୍ତଫା ଦେଇଦେଲେ ମଧୁବାବୁ। ଇଂରେଜ ସରକାର କହିଲେ ନା, ମନ୍ତ୍ରୀମାନେ ବେତନ ପାଇବେ, ଦରମା ପାଇବେ। ଯେତେବେଳେ ମଧୁବାବୁଙ୍କ କଥା ନ ଶୁଣିଲେ ଇଂରେଜ ସରକାର, ମଧୁବାବୁ ସେଠି କ'ଣ କଲେ ନା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେଲେ। ତେଣୁ ବ୍ୟବସ୍ଥାପକ ରୂପେ ବହୁ ଆଇନ ପ୍ରଣୟନରେ ମଧୁସୂଦନଙ୍କର କୃତିତ୍ୱ ଥିଲା। ତନ୍ମଧ୍ୟରେ ଓଡ଼ିଶା ପ୍ରଜାସତ୍ତ୍ୱ ଆଇନ, ବିହାର ଓଡ଼ିଶା ମ୍ୟୁନିସିପାଲିଟି ଆଇନ ଉଲ୍ଲେଖଯୋଗ୍ୟ। ତେଣୁ ବ୍ୟବସ୍ଥାପକ ରୂପେ, ଜଣେ ପ୍ରଶାସକ ରୂପରେ ମଧୁବାବୁଙ୍କର ଅନେକ କୃତିତ୍ୱ ଥିଲା। ତା ଭିତରେ ଓଡ଼ିଶା ପ୍ରଜାସତ୍ତ୍ୱ ଆଇନ, ଓଡ଼ିଶା ପ୍ରଜାମାନଙ୍କ ପାଇଁ ଯେଉଁ ଗଠନ କରାଯାଉଥିଲା ଆଇନ ଗୁଡ଼ିକ, ସେ ମଧ୍ୟ ସେ ଆଇନ ଗୁଡ଼ିକୁ ମଧୁବାବୁ କରୁଥିଲେ। ଏବଂ ବିହାର ଓଡ଼ିଶା ମ୍ୟୁନିସିପାଲିଟି ଆଇନ, ଏସବୁ ଆଇନ କିଏ ବନେଇଥିଲେ ନା ମଧୁବାବୁଙ୍କ ପ୍ରଚେଷ୍ଟାରେ ତିଆରି କରାଯାଇଥିଲା, ବୁଝିଲା ପିଲେ। ତେବେ
ମଧୁସୂଦନ ଇଂରାଜୀ ଓ ଓଡ଼ିଆ ଭାଷାରେ ଜଣେ ତେଜସ୍ୱୀ ବକ୍ତା ଥିଲେ। ମଧୁବାବୁ ଆମର ମଧୁ ବାରିଷ୍ଟର ସେ ଇଂରାଜୀରେ MA କରିଥିଲେ, ତେଣୁ ଇଂରାଜୀ ଭାଷାରେ ଓଡ଼ିଆ ଭାଷାରେ ଜଣେ ତେଜସ୍ୱୀ ବକ୍ତା ଥିଲେ। ସେ ଭଲ ଭାଷଣ ଦିଅନ୍ତି, ସେ ବଢ଼ିଆ ଭାଷଣ ଦିଅନ୍ତି, ବକ୍ତୃତା ଦିଅନ୍ତି ବଢ଼ିଆ ଇଂରାଜୀ ଭାଷାରେ ଓଡ଼ିଆ ଭାଷାରେ। ଜାତି ସଂଗଠନ ତାଙ୍କ ଜୀବନର ମୂଳ ମନ୍ତ୍ର ଥିଲା। ଜାତିର ସଂଗଠନ, ଓଡ଼ିଆ ଜାତିର ସଂଗଠନ, ଭାରତୀୟମାନଙ୍କର ସଂଗଠନ କେମିତି ସମସ୍ତେ ସଂଗଠିତ ହେବେ, ଏଇଟା ତାଙ୍କର ମୂଳ ମନ୍ତ୍ର ଥିଲା। ବର୍ତ୍ତମାନ ଯୁଗରେ ଖଦି ଲୁଗା ପିନ୍ଧିବା, କୃଷକ ସଭା ସ୍ଥାପନ କରିବା ଇତ୍ୟାଦି ଭାବ ଦେଶରେ ଖେଳୁଅଛି, କିନ୍ତୁ ପୂର୍ବେ ମଧୁସୂଦନ ମଫସଲରେ ପ୍ରଜାପ୍ରତିନିଧି ସଭା ସଂଗଠନ, ସ୍ୱଦେଶୀ ବସ୍ତ୍ର ନିର୍ମାଣ ଏବଂ ପରିଧାନ ଲାଗି ଦେଶବାସୀଙ୍କୁ ମତାଉଥିଲେ। ବର୍ତ୍ତମାନ କ'ଣ ହେଉଛି ନା ଆଜିର ଯେଉଁ ସରକାର ସବୁ ଅଛନ୍ତି, ଆଜିର ଯେଉଁ ଆମର ସବୁ ସରକାର ଅଛନ୍ତି, ନେତା ମନ୍ତ୍ରୀମାନେ ବା ସରକାର ଅଛି, ସେ ବର୍ତ୍ତମାନ କ'ଣ କରୁଛି ନା ଖଦି ଲୁଗା ପିନ୍ଧିବା ପାଇଁ ପ୍ରମୋଟ କରୁଛି, ଯେ ନିଜ ଖଦି ଲୁଗା ପିନ୍ଧ, ସମ୍ବଲପୁରୀ ଶାଢ଼ୀ ପିନ୍ଧ, ହ୍ୟାଣ୍ଡଲୁମ୍ ବସ୍ତ୍ରକୁ ବ୍ୟବହାର କର, ତାର ପ୍ରମୋସନ କରାଯାଉଛି, ଆଡ଼ଭର୍ଟାଇଜ କରାଯାଉଛି ଏବଂ କୃଷକମାନଙ୍କ ପାଇଁ ବିଭିନ୍ନ ସଭା ସଂଗଠନ କରାଯାଉଛି। କିନ୍ତୁ ଏଇଟା ବହୁତ ପୂର୍ବରୁ ଏସବୁ ମଧୁବାବୁଙ୍କ ସମୟରେ ମଧୁବାବୁ ମଧ୍ୟ ଏସବୁ କରୁଥିଲେ। ମଧୁବାବୁ ମଧ୍ୟ ଲୋକମାନଙ୍କୁ କହୁଥିଲେ, ଓଡ଼ିଶାବାସୀମାନଙ୍କୁ, ଭାରତୀୟମାନଙ୍କୁ, ଯେ ତୁମେମାନେ ଖଦି ଲୁଗା ପିନ୍ଧ ହେଲା, ଏବଂ କୃଷକମାନଙ୍କ ପାଇଁ ଅନେକ ସଭା ସଂଗଠନ କରୁଥିଲେ, ବୁଝିଲା, ଏବଂ ସ୍ୱଦେଶୀ ବସ୍ତ୍ର ନିର୍ମାଣ କରିବା, ତାକୁ ପିନ୍ଧିବା ଏବଂ ଦେଶବାସୀମାନଙ୍କୁ ମତଉଥିଲେ ଯେ ତୁମେମାନେ ସ୍ୱଦେଶୀ ବସ୍ତ୍ର ତିଆରି କର, ତାକୁ ପିନ୍ଧ। ତେଣୁ ଜାତୀୟ ଭାବ ଜାଗରଣ ପାଇଁ ଉତ୍କଳ ସମ୍ମିଳନୀ ମଣ୍ଡପରେ ଯେଉଁ ଉତ୍କଳ ସମ୍ମିଳନୀ ସଭା ଗଠନ କରିଥିଲେ ମଧୁବାବୁ, ଯେତେବେଳେ ସେ ସଭା ବସୁଥିଲା, ସେ ସଭାରେ ଯେଉଁ ସବୁ ସଦସ୍ୟମାନେ ଥିଲେ, ମଧୁବାବୁ ସେ ସଦସ୍ୟମାନଙ୍କୁ କହୁଥିଲେ ଯେ ସମସ୍ତେ ତୁମେମାନେ ପଗଡ଼ି ବାନ୍ଧିବ ମୁଣ୍ଡରେ, ହେଲା। କାହିଁ ପଗଡ଼ି ବାନ୍ଧିବ ନା ଜାତୀୟତା ଭାବ ସୃଷ୍ଟି ହେବ ଏହା ଦ୍ୱାରା। ଆମେ ସମସ୍ତେ ଭାରତୀୟ, ଆମେ ସମସ୍ତେ ଓଡ଼ିଆ ଜାତି, ତେଣୁ କ'ଣ ଏକତ୍ରୀକରଣ ପାଇଁ, ଜାତୀୟତା ଭାବନା ସୃଷ୍ଟି ପାଇଁ ମନରେ ସମସ୍ତେ ପଗଡ଼ି ବାନ୍ଧିବାକୁ ମଧୁବାବୁ ସଦସ୍ୟମାନଙ୍କୁ କହୁଥିଲେ। ତେବେ ମଧୁସୂଦନଙ୍କର ମୃତ୍ୟୁର ଅଳ୍ପ କାଳ ପୂର୍ବେ ଓଡ଼ିଶା ପ୍ରଦେଶ ଗଠିତ ହେବାର ଘୋଷଣା ଭାରତ ସମ୍ରାଟ ପ୍ରକାଶ କରିଥିଲେ। ତେଣୁ ମଧୁବାବୁ ଆମେ ସମସ୍ତେ ପଢ଼ିଲେ ଯେ ମଧୁବାବୁ ହିଁ ବିଚ୍ଛିନ୍ନ ଅଞ୍ଚଳ ଗୁଡ଼ିକୁ ଏକତ୍ରୀକରଣ କରିଥିଲେ ଏବଂ ଓଡ଼ିଶାରେ ମିଶାଇକି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିବା ସ୍ୱପ୍ନ ଦେଖିଥିଲେ। ତା ପାଇଁ ଉତ୍କଳ ସମ୍ମିଳନୀ ସଭା ଗଠନ କରିଥିଲେ ଏବଂ ଉତ୍କଳୀୟମାନଙ୍କୁ, ଓଡ଼ିଆମାନଙ୍କୁ ଏକତ୍ରୀକରଣ କରିଥିଲେ। ତେଣୁ ମଧୁବାବୁ ଯେତେବେଳେ ମୃତ୍ୟୁବରଣ କରିବେ, ତାଙ୍କ ମୃତ୍ୟୁର ଅଳ୍ପ ବର୍ଷ ପୂର୍ବରୁ ଇଂରେଜ ସରକାର ଘୋଷଣା କରିଥିଲେ, କ'ଣ ଘୋଷଣା କରିଥିଲେ ନା ଶାସନଗତ ପରିବର୍ତ୍ତନ ଓ ତହିଁରେ ବ୍ୟବସ୍ଥା ନିମନ୍ତେ କମିଟି ଗଠନ ହୋଇଥିଲା ଏବଂ ମଧୁସୂଦନ ସେଥିରେ ସଦସ୍ୟ ଥିଲେ, ହେଲା, ଯେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠିତ ହେବ ବୋଲି ଇଂରେଜ ସରକାର ପୂର୍ବରୁ କହିଥିଲେ ମଧୁବାବୁଙ୍କ ମୃତ୍ୟୁର ପୂର୍ବରୁ। ତେଣୁ ସାର୍ ଜନ୍ ହବାକ୍ ସେହି କମିଟିର ସଦସ୍ୟ ଥିଲେ। ତେଣୁ ଶାସନଗତ ପରିବର୍ତ୍ତନ ଓ ତହିଁରେ ବ୍ୟବସ୍ଥା ନିମନ୍ତେ ଯେଉଁ କମିଟି ଗଠିତ ହୋଇଥିଲା, ଗୋଟେ କମିଟି ଗଠନ ହୋଇଥିଲା, ସେ କମିଟିରେ ମଧୁସୂଦନ ତାର ସଦସ୍ୟ ଥିଲେ ଏବଂ ଆଉ କିଏ ନା ସାର୍ ଜନ୍ ହବାକ୍, ଓଡ଼ିଶାର ପ୍ରଥମ ଗଭର୍ଣ୍ଣର, ସିଏ ପ୍ରଥମ ରାଜ୍ୟପାଳ ଓଡ଼ିଶାର ସାର୍ ଜନ୍ ହବାକ୍, ସେ ସେହି କମିଟିର ସଭାପତି ଥିଲେ। ମାତ୍ର ଓଡ଼ିଶା ପ୍ରଦେଶ କାର୍ଯ୍ୟକାରୀ ହେବା ପୂର୍ବରୁ ମଧୁସୂଦନ ମାତ୍ର 86 ବର୍ଷ ବୟସରେ 1934 ମସିହା ଫେବୃଆରୀ ମାସ 4 ତାରିଖ ରାତିରେ ଅମରଧାମର ଯାତ୍ରୀ ହେଲେ। ସେ ଚିରଦିନ ପାଇଁ ଉତ୍କଳ ଜନନୀର କୋଳରେ ମଥା ରଖି ଶୋଇଗଲେ ଏବଂ ଆମ ସମସ୍ତଙ୍କୁ ଛାଡ଼ି ସେ ସ୍ୱର୍ଗକୁ ଗମନ କଲେ। ବୁଝିଗଲା, ସେ ଅମର ହୋଇଗଲେ ଚିରଦିନ ପାଇଁ, ସବୁଦିନ ପାଇଁ ମଧୁବାବୁ ଅମର ହୋଇ ରହିଲେ। ପ୍ରତି ଓଡ଼ିଆଙ୍କ ପାଖରେ, ଭାରତୀୟମାନଙ୍କ ହୃଦୟରେ ସେ ଅମର ହୋଇକି ରହିଲେ। ବୁଝିଗଲା। 1936 ମସିହା ଏପ୍ରିଲ 1 ତାରିଖରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହେଲା। ଯେଉଁ ସ୍ୱପ୍ନ ସେ ଦେଖିଥିଲେ, ଯେଉଁ ସ୍ୱପ୍ନକୁ ସାକାର କରିବା ପାଇଁ ସେ ଅହରହ ପ୍ରଚେଷ୍ଟା କରୁଥିଲେ, ତାହା 1936 ଏପ୍ରିଲ 1ରେ ପୂରଣ ହେଲା। କିନ୍ତୁ ତା 2 ବର୍ଷ ପୂର୍ବରୁ 1934 ମସିହା ଫେବୃଆରୀ ମାସ 4 ତାରିଖରେ ମଧୁବାବୁ ଆମ ସମସ୍ତଙ୍କୁ ଛାଡ଼ିକିରି ଅମରତ୍ୱ ଲାଭ କଲେ, ଅମରଧାମର ଯାତ୍ରୀ ହେଲେ ସିଏ। ତେବେ କଟକରେ ମହାନଦୀ କୂଳ ଗୋରା କବର ହତା ମଧ୍ୟରେ ତାଙ୍କର ନଶ୍ୱର ଦେହକୁ କବର ଦିଆଗଲା। ମଧୁବାବୁଙ୍କ ଦେହ ତ୍ୟାଗ ପରେ କଟକର ମହାନଦୀ ତୀରବର୍ତ୍ତୀ ଗୋରା କବର ହତା ମଧ୍ୟରେ ତାଙ୍କର ନଶ୍ୱର ଦେହକୁ କବର ଦିଆଗଲା। ଯେହେତୁ ସେ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ, ଖ୍ରୀଷ୍ଟିଆନ ପରମ୍ପରା ହିସାବରେ ତାଙ୍କୁ କବର ଦିଆଗଲା। ମଧୁବାବୁଙ୍କ ନଶ୍ୱର ଦେହ ଆମମାନଙ୍କ ଚକ୍ଷୁରେ ଅନ୍ତର୍ହିତ ହୋଇଅଛି ସତ୍ୟ, କିନ୍ତୁ ତାଙ୍କର ଅମର ଆତ୍ମା ଏ ଜାତିର ଗତିବିଧି ସର୍ବଦା ଲକ୍ଷ୍ୟ କରୁଅଛି। ମଧୁବାବୁ ଆମ ସମସ୍ତଙ୍କୁ ଛାଡ଼ି ଚାଲିଗଲେ ମଧ୍ୟ ତାଙ୍କର ଅମର ଆତ୍ମା ଆଜି ମଧ୍ୟ ଆମ ସମସ୍ତଙ୍କ ପାଖରେ ଗତି କରୁଛି, ଏଇ ଉତ୍କଳ ଭୂମିରେ ଆଜି ମଧ୍ୟ ଅଛି।
ଆଜି ମଧ୍ୟ ସେ ଗତି କରୁଛି ଚାରିଆଡ଼େ ଏବଂ ତାଙ୍କର ଗତିବିଧିକୁ ଏବେ ମଧ୍ୟ ଏ ଉତ୍କଳ ଅନୁଭବ କରୁଛି। ତାଙ୍କର ପ୍ରଦର୍ଶିତ ପନ୍ଥା ଅନୁସରଣ କରି ଏ ଜାତି ଜଗତର ଅନ୍ୟାନ୍ୟ ସଭ୍ୟ ଜାତିର ସମକକ୍ଷ ହେଉ, ଏଥିପାଇଁ ଆମେ ତାଙ୍କ ଆଶୀର୍ବାଦ ଭିକ୍ଷା କରୁଅଛୁ। ତେବେ ଆମେ କିପରି ଏ ଓଡ଼ିଆ ଜାତି କିପରି ଅନ୍ୟ ସଭ୍ୟ ଜାତିମାନଙ୍କର ସମକକ୍ଷ ହେଉ, ଅନ୍ୟ ଜାତି ସହିତ ସମାନ ହେଇକି ଆଗକୁ ବଢ଼ୁ ହେଲା, ଏଇ ଆଶୀର୍ବାଦ ଆମେ ଆଜି ଭିକ୍ଷା କରୁଅଛୁ ସେଇ ମହାନ ଆତ୍ମାଙ୍କ ଠାରୁ ଏବଂ ମହାପ୍ରଭୁଙ୍କ ଠାରୁ, ଭଗବାନଙ୍କ ଠାରୁ, ଈଶ୍ୱରଙ୍କ ଠାରୁ। ତେବେ ଆମେମାନେ ଦେଖିଲେ ଯେ ଜଣେ ମହାନ ପୁରୁଷ, ଉତ୍କଳ ଜନନୀର ଜଣେ ସୁଯୋଗ୍ୟ ସନ୍ତାନ କିପରି ଭାବେ ଉତ୍କଳ ଜନନୀକୁ ମୁକ୍ତ କଲେ, ଅନ୍ୟ ରାଜ୍ୟଠାରୁ ମୁକ୍ତ କରି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କଲେ। ନିଜ ଜୀବନକୁ ସେଇ ଉତ୍କଳ ଜନନୀ ପାଇଁ ଉତ୍ସର୍ଗ କରିଦେଲେ ଏବଂ ତାଙ୍କ ବାଲ୍ୟକାଳ ବିଷୟରେ ଆମେ ଜାଣିଲେ, ତାଙ୍କ କର୍ମମୟ ଜୀବନ ବିଷୟରେ ଆମେ ଜାଣିଲେ, ତାଙ୍କ ଶିକ୍ଷାଗତ ଜୀବନ ବିଷୟରେ ଆମେ ଜାଣିଲେ। ତେବେ ଆମେ ସମସ୍ତେ ଭାଗ୍ୟବାନ ଯେ ଆମେ ଏହି ଉତ୍କଳ ଭୂମିରେ, ପୁଣ୍ୟ ଭୂମିରେ ଆମେ ସମସ୍ତେ ଜନ୍ମ ଲାଭ କରୁଛେ। ଯେଉଁ ଭୂମିରେ ମଧୁବାବୁ, ଉତ୍କଳ ଗୌରବ ମଧୁସୂଦନ ଦାସ, ପଣ୍ଡିତ ଗୋପବନ୍ଧୁ ଦାସ ଭଳିଆ ମହାନ ମହାପୁରୁଷ ମାନେ ସବୁ ଜନ୍ମ ହୋଇଥିଲେ, ଆମେ ସବୁ ସେଇଠାରେ ଜନ୍ମ ଲାଭ କରିଛେ। ତେବେ ବିଷୟବସ୍ତୁର ପରିସମାପ୍ତି ଘଟିଲା। ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଛି ତେବେ ଚ୍ୟାନେଲଟିକୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବାକୁ ଆଦୌ ଭୁଲନ୍ତୁ ନାହିଁ। ରହୁଛି, ଜୟ ଜଗନ୍ନାଥ।